ରାଧେ। ଏଇ ଭକ୍ତି ବିଷୟରେ, ଭକ୍ତି ଆଉ ଭଗବାନଙ୍କ ବିଷୟରେ କିଛି କହିବାକୁ ଚାହୁଁଛି। ଏ ଛୋଟିଆ ମୁହଁରେ ଆମେ ତ ଏତେ ଜାଣିବାର ନାହିଁ, କିନ୍ତୁ ନିଜର ଟିକେ ଇନର୍ ଭଏସ୍ରେ ଗୋଟେ ଫିଲିଂ ହୁଏ, ସେଟା ମୁଁ ଆଜି ସେୟାର କରିବାକୁ ଚାହୁଁଛି। ଭଗବାନ ଆଉ ଭକ୍ତି ଭିତରେ ବହୁତ ଭକ୍ତି ଦ୍ୱାରା ହିଁ ତ ଆମେ ଭଗବାନ ପାଇବା, କିନ୍ତୁ ଭକ୍ତିର ସ୍ତର ବି ଆହୁରି ଉପରକୁ ଅଛି। ଭକ୍ତିରେ ଆଦାନ ପ୍ରଦାନ ରହିଯାଏ, ମୁଁ ଭଗବାନ ଆଉ ମୁଁ ଅଲଗା ହେଇଯାଏ। କିନ୍ତୁ ଭକ୍ତିଟା ଯେତେବେଳେ ଆହୁରି ଉପରକୁ ଯାଏ ନା, ଭଗବାନ ଆଉ ଆମ ଭିତରେ କିଛି ଫରକ ରୁହେନି। ଆମେ ଭକ୍ତିରୁ ଯେତେବେଳେ ଉପରକୁ ଯିବା ନା, ତାହାକୁ କୁହାଯାଏ ପ୍ରେମ, ଯାହାକି ନିସ୍ୱାର୍ଥ ପ୍ରେମ। କୌଣସି ଆଶା ନାହିଁ, କୌଣସି କାମନା ନାହିଁ, ଆଉ କିଛି ବି ଇଚ୍ଛା ନାହିଁ। ସିର୍ଫ ମୋ ଭଗବାନ ଖୁସିରେ ରୁହନ୍ତୁ। ସିଏ ଯାହା ବି ଆମକୁ ଦିଅନ୍ତୁ, ଖୁସି ଦିଅନ୍ତୁ, ଦୁଃଖ ଦିଅନ୍ତୁ, ସେଇଟା ମୋ ଭଗବାନଙ୍କର ଇଚ୍ଛା। ଆଉ ପ୍ରେମ ଭଗବାନଙ୍କୁ କେବେ ହେଲେ ମାଗିବା ପାଇଁ କରନ୍ତୁନି। ସିଏ ନା ତାଙ୍କ ମନ ପୁରା ନିର୍ମଳ ଆଉ କୋମଳ। ସିଏ ଖାଲି ବିଚାର କରନ୍ତି ମୋତେ ନିଃସ୍ୱାର୍ଥରେ ମୋତେ କିଏ ଡାକୁଛି। ମୁଁ ଆଜିକାଲି ଦେଖୁଛି ପିଲାମାନେ, ବହୁତ ୟଙ୍ଗ ଜେନେରେସନ୍ ପିଲାମାନେ ଭକ୍ତି ଆଡ଼େ ବହୁତ ପ୍ରଭାବିତ ହେଉଛନ୍ତି। ଖୁସି ଲାଗୁଛି ଦେଖିଲେ। ମୁଁ ସେମାନଙ୍କୁ ଗୋଟେ ପଦ କହିବାକୁ ଚାହୁଁଛି, ପାଠ ପଢ଼, ଖୁବ୍ ରୋଜଗାର କର, ଖୁବ୍ ଟଙ୍କା ରୋଜଗାର କର, ସେଗୁଡ଼ାକ ଧର୍ମରେ ଲଗାଅ, ଆଉ କାହାକୁ ଯଦି କଷ୍ଟ ହେଉଛି ତାକୁ ଦିଅ। ଏମିତି ନାହିଁ ଯେ ନିଜର କର୍ମ ଛାଡ଼ିକିରି ଖାଲି ଠାକୁରଙ୍କୁ ଡାକିବା। ଏବେର ପିଲାମାନଙ୍କୁ ସେଇଟା ମୁଁ କହିବାକୁ ଚାହୁଁଛି, କିନ୍ତୁ ଭଗବାନଙ୍କୁ ନିଃସ୍ୱାର୍ଥ ପ୍ରେମ କରି କର୍ମ କର। ଏବେର ପିଲାମାନେ ସେଇଟା ଜାଣୁଛନ୍ତି। ଦେଖିକି ମୁଁ ବହୁତ ପିଲାଙ୍କ ସହିତ ମୋର କଣ୍ଟାକ୍ଟ ଅଛି, ସେମାନେ ଯେଉଁ କହୁଛନ୍ତି ମୋତେ ବଡ଼ ଖୁସି ଲାଗୁଛି। କାହିଁକି ଛୋଟ ପିଲା ବୟସରେ ଯଦି ସେମାନଙ୍କର ମେଣ୍ଟାଲରେ ଆମ ଠାକୁରଙ୍କର, ଆମ ସନାତନ ଧର୍ମର ବିଷୟରେ କ'ଣ ଆମେ ଜଣେଇବା, ସିଏ ଆଗକୁ ବହୁତ ବଢ଼ିପାରିବେ। ଆମର ମେନ୍ ହେଉଛି ଆମର ଯେଉଁ ମିଡ଼ିଲ୍ ଜେନେରେସନ୍ ଅଛନ୍ତି, ସେମାନେ ମଡ଼ର୍ଣ୍ଣ ହେଇକି ନିଜ ପିଲାମାନଙ୍କୁ ମଧ୍ୟ ଖାଲି ପାଠ ଆଉ କ୍ୟାରିୟର ଉପରେ ରଖୁଛନ୍ତି। ତା ସହିତ ଆମର ଆଧ୍ୟାତ୍ମିକ ଯଦି ଆମେ ରଖିବା, ଆଉ ସୁଇସାଇଡ଼୍ ବି ଏ ଦୁନିଆରେ ହେବନି। କାହିଁକି ମନଟାକୁ ଯିଏ କଣ୍ଟ୍ରୋଲ କରିପାରିଲା, ସିଏ କେବେ ଦୁନିଆରୁ ଏମିତି ଆତ୍ମହତ୍ୟା କରିବାକୁ ଇଚ୍ଛା କରିବନି। ଭଗବାନଙ୍କୁ ବହୁତ ଦୁଃଖ ଲାଗିବ। ସେଇଟା ହେଉଛି ଭକ୍ତି ଆଉ ପ୍ରେମ ଭିତରେ, ଭଗବାନ ଭିତରେ ଫରକ। ଯଦି ସେ ପ୍ରକୃତ ନିଃସ୍ୱାର୍ଥ ପ୍ରେମ କରିବ ନା, ତା ଜୀବନରେ ସେ କେବେ ତା କଷ୍ଟ ଆସିଲେ ବି ତାକୁ ସେ ସହ୍ୟ କରିବ। କାହିଁକି ସେ ଭଗବାନଙ୍କୁ ଭଲ ପାଇଛି ନିଃସ୍ୱାର୍ଥରେ। ତାର ମନରେ ଭଗବାନ ଅଛନ୍ତି, ଭଗବାନ ହିଁ ତାକୁ ଶକ୍ତି ଦେବେ। ଜୟ ଶ୍ରୀ ରାଧେ ରାଧେ। ଏତିକି ହିଁ କହିବାକୁ ଚାହୁଁଛି। ଭୁଲ ଥିଲେ କ୍ଷମା କରିବେ। ସରି।